ଅଗ୍ନିକାଣ୍ଡରେ 2 ବଖରା ପୋଡ଼ିଗଲା। ଗଁଦିଆ ବ୍ଲକ ଅନ୍ତର୍ଗତ ମଠ ତେନ୍ତୁଳିଆ ଗ୍ରାମ ପଞ୍ଚାୟତ ଅଧୀନ ମୁଣ୍ଡମାରି ଗ୍ରାମର ବାଙ୍କନିଧି ଖଟୁଆଙ୍କର 2 ବଖରା ଚାଳଘର ଆଜି ସକାଳ 9ଟା ସମୟରେ ନିଆଁ ଲାଗି ସମ୍ପୂର୍ଣ୍ଣ ପୋଡ଼ିଯାଇଛି। ଖବର ପାଇ ଗଁଦିଆ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ନିଆଁକୁ ଲିଭାଇଥିଲେ। ଉକ୍ତ ଅଗ୍ନିକାଣ୍ଡରେ ଘରେ ସାଇତା ଥିବା ଧାନ, ଚାଉଳ ଓ ଅନ୍ୟାନ୍ୟ ଆସବାବପତ୍ର ସମ୍ପୂର୍ଣ୍ଣ ପୋଡ଼ିଯାଇଛି। ଯେହେତୁ ବାଙ୍କନିଧି ଜଣେ ଦିନ ମଜୁରିଆ ଭାବରେ ନିଜର ପରିବାର ପ୍ରତିପୋଷଣ କରେ, ଧାନ କାଟି ଯାଇଥିବା ସମୟରେ ଉକ୍ତ ନିଆଁ ଲାଗିଥିଲା। ସେ ଜଣେ ଗରିବ ଓ ପରିବାରର ସଦସ୍ୟ ସଂଖ୍ୟା 6 ଅଟେ। ଖବର ପାଇ ସ୍ଥାନୀୟ ସରପଞ୍ଚ ମାନଭଞ୍ଜନ ମହାନ୍ତି ଘଟଣାସ୍ଥଳରେ ପହଞ୍ଚି ପଞ୍ଚାୟତ ତରଫରୁ ସାହାଯ୍ୟ ପ୍ରଦାନ କରିଛନ୍ତି। ଢେଙ୍କାନାଳରୁ ସୌମ୍ୟରଞ୍ଜନ ମହାନ୍ତିଙ୍କ ରିପୋର୍ଟ, ନାଗରାଜ ନ୍ୟୁଜ୍।